আজি मोर मानस गुरु नामाचार्य बाबा बायांक बाणी सर्वप्रथमे कहबी तापरे आमे अन्य आड़ को जीवा। आज बलिया मार्साघाई निकटस्थ मणिकुंडा ग्रामर गोटे पवित्र छुटिया आश्रमटी जोठी आमर बापी भाई बा सनातन दास एठी दायित्व अच्छी। गत काली संध्यारे तांकु सहयोग करने जड़े माता से संन्यास दीक्षा ग्रहण कले। यही भाव से कार्य करने बलिया एठाको आसीथिला गोटे राति पाई। यही सांगे सांगे मोर कार्यक्रम शेष करी मु आश्रम को फेरबी। बहुत आनंदर कथा जे काली बलिया शोईथिला किछि कथा कहूथला लाइव करथला। एथिपई बहुत लोक फोन करिसंती पचारिसंती बाबांकर कौन हला। मु शेषु को कहिछि जे मुटे क्लांति लागुछि टिके शरीर टिके क्लांत लागुछि। मु असुस्थ नुहे क्लांत बसिकी कहया पे मोर इच्छा हो नाही। तेणु लोक माने मोर जो माने होचंती मोर प्रिय जो मानक संपत्ति को नहीं मु आज मो जीवन कटौछि से माने केते किए केते दूर रे अछंती। किए अमेरिका रे अछि किए चीन रे अछि किए नेदरलैंड रे अछि किए इंग्लैंड रे अछि किए जापान रे अछि किए केते जगह रे रहिचंती। से भली भारतर विभिन्न जिले में प्रदेश रे मध्य अछंती। समस्त मनरे गोटे आग्रह आज कौन बलिया कहब काली या कही आज कौन कहब। तेणु जिते कष्ट हेले भी कष्ट किसी नुहे 15 मिनिट अध घंटा कहबी तादे एते कष्ट कौन। किंतु जीवनर चेतना जीवनर जे पर्यंत चेतना रही खाली निश्वास चलिले हेनी चेतना जे पर्यंत रही से पर्यंत बलिया शोईकिरी हो बा बसिकिरी हो निश्चित भाव मोर महापुरुष मानकर पवित्र वार्ता आपण मानक पाखरे पहुंचेब। तेबे आज बायांकर कथाटी होउची जे बाबा को जड़े प्रश्न पचारुचंती। प्रश्नटी होउची केवल यज्ञे पशुबद्ध माने अन्यत्र बद्धटी प्रमाद ये गोटे धाड़ी केवल कहले केवल यज्ञे पशुबद्ध। प्रश्नकर्ता बाबा को पचारुचंती ताले भागवत शास्त्र कौन पशुबद्ध को अनुमोदित करिसेंती कि का लिखाई केवल यज्ञ पशुबद्ध। बाबा तार उत्तर सांगे सांगे देले। बाबा कहिले शास्त्र आक्षरिक अर्थ उपरे चलिले अनेक समय असुविधा पड़वा को तेणु कौनसी कर्म आचरण करने पूर्व पुराण शास्त्र मानक जा लेखा हुई
ତାର ମର୍ମ ବୁଝିବ ଓ ତାପରେ କାମ କରିବ। ସେ କହିଲେ, ଗୋଟେ ଉଦାହରଣ ଦେଲେ, ଜଣେ ଶିକ୍ଷକ ପିଲାଙ୍କୁ ପଢ଼େଇଲେ, ମାତୃବତ୍ ପରଦାରେଷୁ ପରଦ୍ରବ୍ୟସୁ ରୋଷ୍ଟ୍ରବତ୍ ଆତ୍ମବତ୍ ସର୍ବଭୂତେଷୁ ଯ ପଶ୍ୟତି ସପଣ୍ଡିତ। ସେ ବୁଝେଇଲେ, ବହୁ ସ୍ତ୍ରୀ ଲୋକମାନେ ଆମ ସମାଜରେ ଅଛନ୍ତି, ତାଙ୍କୁ ମାତୃଜ୍ଞାନ ମନେ କରିବ। ଭଲ କଥା ଟିକେ କହିଲେ। ପର ଦ୍ରବ୍ୟ ଯଦି ଦେଖିବ, ସୁନା ଦେଖିବ କି ରୂପା ଦେଖିବ କି ହୀରା ଦେଖିବ କି ମୋତି ଦେଖିବ, ତମେ ତାକୁ ଗୋଡ଼ି ମାଟି ବୋଲି ଭାବିବ। ତାମାନେ ତାକୁ ଚୋରି କରି ନେଇ ଆସିବନି, ଲୁଚେଇକି ଆଣିବନି। ବହୁତ ବଢ଼ିଆ କଥାଟା କହିଲେ। ପିଲାମାନେ ଆଚ୍ଛା ସମସ୍ତେ ବୁଝିଗଲେ। ହଁ, ଯିଏ ନିଜ ଆତ୍ମା ପରି ଅନ୍ୟମାନଙ୍କ ଆତ୍ମାକୁ ଦେଖେ, ସିଏ ପ୍ରକୃତରେ ଭଲ ମଣିଷ। ଯିଏ ଯାହା ବୁଝିଲା, ତାରି ଭିତରେ ଗୋଟିଏ ପିଲା ଥିଲା, ସେ ତାର କ'ଣ ବୁଝିଲା, ସେ ତାର ଘରକୁ ଯାଉଛି, ଦେଖିଲା ଗୋଟିଏ ମାଟିଏ ତାର ଗାଧେଇ ପାଧେଇ ସେ ଆଉଛି। ସେ ଯାଇ କହିଲା, ପର ନାରୀକୁ ମାତୃବତ୍ ଜ୍ଞାନ କରିବ। ତେଣୁ ମୋର ଶିକ୍ଷକ କହିଛନ୍ତି, ତମେ ମୋ ପାଇଁ ବର୍ତ୍ତମାନ ମା, ମୁଁ ତମ ସ୍ତନରୁ କ୍ଷୀର ପାନ କରିବି। ସେ ବଡ଼ ଅସ୍ତବ୍ୟସ୍ତ ହୋଇପଡ଼ିଲେ। ଯେତେବେଳେ ସେଟାକୁ ଉପେକ୍ଷା କରିବାକୁ ବସିଲେ, ସେ ଜବରଦସ୍ତି ଲୁଗା ଫୁଗା ଟାଣିବାକୁ ଚେଷ୍ଟା କଲା। ଅନ୍ୟ ଲୋକମାନେ ଆଇଲେ, ତାକୁ ତୁମକଟେ ବସେଇଦେଲେ, ସେଠୁ ଗଲା। ଆଉ ମାଡ଼ ଖାଇକି ସାରଙ୍କ ଉପରୁ ରାଗିଲା, ମୁଁ ତ ସାର୍ ଯାହା କହିଥିଲେ ମୁଁ ତ ସେଇଆ କଲି, ମାଡ଼ କାହିଁକି ଖାଇଲି, ଗଲା। କିଛି ଦିନ ପରେ ଜଣେ ବନ୍ଧୁଙ୍କ ଘରକୁ ଗଲେ। ସେ ବନ୍ଧୁଙ୍କ ଘରେ ଗୋଟେ ଭଲ ଦାମିକିଆ ଟେବୁଲଟିଏ ଅଛି, ଚେୟାର ଗୁଡ଼ିକ ପଡ଼ିଛି। ସେ ଟେବୁଲ ଉପରେ ଗୋଟେ ସୁନ୍ଦର ଟେବୁଲ କ୍ଲଥ ପଡ଼ିଛି। ଟେବୁଲଟି ଫୁଲଦାନୀରେ ସଜା ହେଇଛି। ଯେମିତି ଆମର ଧନୀମାନଙ୍କ ଘରେ ବା ମାନେ ଘରମାନଙ୍କରେ ଘର ସଜେଇବା ପାଇଁ ଯେମିତି କରାଯାଏ, ସେମିତି କରାଯାଇଛି। ତାର ମନେ ପଡ଼ିଗଲା, ପର ଦ୍ରବ୍ୟକୁ ଦେଖିଲେ ଗୋଡ଼ି ମାଟି ଭଳି ମନେ କରିବ। ସେ ସେଠୁ କ'ଣ କଲା, ସେ ଚେୟାରକୁ ଭାଙ୍ଗେ, ସେ ଯେଉଁ ଟେବୁଲ କ୍ଲଥ ପଡ଼ିଥିଲା ତାକୁ ଚିରିଦେଲା, ସେ ଫୁଲଦାନୀକି ମାନେ ଫିଙ୍ଗିଦେଲା, ସବୁ ନଷ୍ଟ ଫଷ୍ଟ ହେଇଗଲା। ଆଉ ତେଣୁ ସିଏ ଘରର ଲୋକ ଆଇଲେ, କହିଲେ ପାଗଳ ହେଇଛି ନା କ'ଣ। ତାକୁ ସେଠୁ ପୁଣି ଡିଜାଇ ଚଚକଣା ଦେଲେ ଏବଂ ଘରୁ ବିଦା କରିଦେଲେ। ଅତ୍ୟନ୍ତ ମନ ଦୁଃଖରେ ସେ ଫେରୁଛି। ଜଣେ ଭାରୁଆ ଆଗେ ସବୁ ଭାର ନେଇକି ଝିଅ ଘରକୁ ଯାଉଥିଲେ। ଜଣେ ଭାରୁଆ ଝିଅ ଘରକୁ ଉଖୁଡ଼ା ଭାର ନେଇ ଯାଉଛି ଝିଅ ଘରକୁ। ସେ କହିଲା, ସବୁ ଆତ୍ମାକୁ ସମାନ ଦେଖିବ, ତାହେଲେ ମୁଁ ତ ଗୋଟିଏ ଆତ୍ମା, ଏ ବି ଗୋଟିଏ ଆତ୍ମା, ଯୋଉଠିକି ଭାର ନେଇକି ଯାଉଛି ସେ ବି ତ ଆତ୍ମା। ସିଏ କାହିଁ ଖାଇବେ, ମୁଁ କାହିଁ ନ ଖାଇବି, ସେ କାହିଁ ନ ଖାଇବ। ଏହା କହି ସେ ଭାରୁଆଠୁ ସେ ଭାରକୁ ଛଡ଼େଇ ନିଜେ ଖାଇବାକୁ ଚେଷ୍ଟା କଲା ଏବଂ ତାକୁ କହିଲା, ତୁ ବି ଖା। ଆତ୍ମା ସାର୍ ବୁଝେଇଛନ୍ତି, ଆତ୍ମାକୁ ଆତ୍ମା, ମୁଁ ଆତ୍ମା, ତମେ ଆତ୍ମା, ସେ ଆତ୍ମା। ସେଠି ସେମିତି ଗୁଡ଼ିଏ ଲୋକ ଆସିଲେ, ତାକୁ ଛେଚିଲେ। କି କଥା, ସେ ଝିଅ ଘରକୁ ଭାର ନେଇ ଯାଇଛି, ଯାହା ପାଇଁ ଯେଉଁ ଜିନିଷଟା ଯେତେବେଳେ ଦରକାର, ତେଣୁ କେବଳ ଆତ୍ମା ସମାନ ବୋଲି କ'ଣ ମାନେ ଆଉ କିଛି ଆଉ ଇଏ ନାହିଁ। ଆହୁରି ଏଇଭଳି ଭାବରେ ତୁମେ ଯାହା ମାନେ ତା ଖାଇବ, ଅଖାଦ୍ୟ ଖାଇବ, ଅପେୟ ପାନ କରିବ। ସେ ସାରଙ୍କ ଉପରକୁ ଏମିତି ବିଗିଡ଼ିଗଲା ସେ ଲୋକଟି, ସେ ଯାଇ ସାରଙ୍କୁ ଶିକ୍ଷକ ମହାଶୟଙ୍କୁ ଯାଇ କହିଲା, କହିଲା ସାର୍ ଆପଣ ତ ଯାହା ବୁଝେଇ
ମୁଁ ତାକୁ ପ୍ରୟୋଗ କଲି କିନ୍ତୁ କାହିଁ ମୁଁ ମାଡ଼ ଖାଇକି ଦେଖନି ମୋ ଦେହ ହାତ ଖାଲି ଫୁଲି ଯାଇଛି, କ'ଣ ମୁଁ ଦୋଷ କଲି? ସାର୍ ସବୁ କଥା ଶୁଣିଲେ, କହିଲେ ଆଚ୍ଛା ଇଏ କଥାଟା ତମକୁ କେବଳ ବୁଝେଇଥିଲି ନା ଅନ୍ୟମାନଙ୍କୁ ବୁଝେଇଥିଲି? ନା ଅନ୍ୟମାନଙ୍କୁ ବୁଝେଇଥିଲି। ନା ତାଙ୍କୁ ଡାକ। ସମସ୍ତେ ଆଇଲେ ଡକାଡକି ହେଇକିରି। ଆଚ୍ଛା ତମକୁ ସେଦିନ ସନ୍ଧ୍ୟାରେ ଯାହା ବୁଝେଇଥିଲି ତମେ କ'ଣ ବୁଝିଲ? ନା ପର ନାରୀକୁ ଦେଖିଲେ ତାର ସୌନ୍ଦର୍ଯ୍ୟକୁ ନିଜର ମା ରୂପରେ ସମ୍ମାନ ଦେବ, ତା ପ୍ରତି କୌଣସି ବିକାର ମନୋଭାବ ଆଣିବନି। ଆମେ ସେଇଦିନ ଠାରୁ ମାର ମୁଖକୁ ଯେତିକି ନ ଚାହୁଁ, ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲେ ତାର ପାଦକୁ ସ୍ମରଣ କରୁ। ତାପରେ ଦ୍ୱିତୀୟ କଥା, ଯେ ଦ୍ୱିତୀୟ କଥାଟି କହିଲେ ମା ଭଳି ବ୍ୟବହାର କରିବ। ଆଶା ଏଇ ଯେଉଁ ପରର ଦ୍ରବ୍ୟକୁ ଗୋଡ଼ି ମାଟି ଭଳି ଦେଖିବ। ନା ଆପଣ କହିଥିଲେ, ତମେ କେମିତି କ'ଣ ଦେଖୁଛ? ଆମେ ବାଟରେ ଗଲାବେଳେ ଅନେକ ରତ୍ନ ଆମ ଆଗକୁ ଆସୁଛି, ଅନେକଙ୍କ ଘରକୁ ବନ୍ଧୁ ଘରକୁ ଗଲେ ସୁନା ରୂପା ଅନେକ କଥା ଦେଖୁଛୁ, ଟଙ୍କା ସବୁ ଅଛି। ସେତିକି ବେଳେ ମନ ହୁଏ ଗୋଟେ ନେଇଗଲେ ଆମେ ଚଳିଯିବୁ, କିନ୍ତୁ ଆପଣଙ୍କ କଥାକୁ ମନେ ପକେଇ ହେ ଗୋଡ଼ି ମାଟି ଯାହା ଏଗୁଡ଼ା ସେ କାହିଁ ନେଇକି କାହିଁ ଆକୁ ନେବ, ଆମେ ନ ନେଇକି ଚାଲି ଆସୁ। ଆମ ଜୀବନର ଯେଉଁ ଚୌରବୃତ୍ତି ଆଜି ନାହିଁ। ଆପଣଙ୍କ କୃପାରୁ ଆଜି ଚୌରବୃତ୍ତି ଆମ ପାଖରୁ ଚାଲିଯାଇଛି। ମା ମାନଙ୍କୁ ପ୍ରକୃତ ଆମେ ସମ୍ମାନ ଦଉଛୁ। ତୃତୀୟ କଥାଟି ହେଲା ଏ ଯେଉଁ ଆତ୍ମା ସବୁ ଜାଗାରେ ସମାନ। ପିଲାମାନେ କହିଲେ ଆପଣ ଯେବେଠାରୁ କହିଛନ୍ତି ଆତ୍ମା ସବୁଠି ସମାନ, ଆମକୁ ଭୋକ କଲେ ଆମ ମନ ଯେଭଳି ହେଉଛି, କ'ଣ ହେଉଛି? ଖାଇବାକୁ ଇଚ୍ଛା ହେଉଛି। ତେଣୁ ଆମେ ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ଦେଖୁଛୁ, ଛୁଆଟିଏ କାନ୍ଦୁଛି, ତାକୁ ଆଗେ ଖାଇବାକୁ ଦିଅ, ଆମେ ପରେ ଖାଇବୁ। ଭିକାରୀଟିଏ କାନ୍ଦୁଛି, ବାବୁ ମୁଁ 3 ଦିନ ହେଲା କିଛି ଖାଇନାହିଁ, ଆମ ଖାଦ୍ୟରୁ ଅଧେ ନେଇକି ତାକୁ ଦେଇ ଦେଉଛୁ, ତୁ ଅଧେ ଖା ମୁଁ ଅଧେ ଖାଇବି। ଯେ ନକିଲି ଭିକାରୀ ସେ ତାଙ୍କୁ ନୁହେଁ। ମୋତେ ରୋଗ ହେଇଛି, ମୁଁ ଔଷଧ ଖାଉଛି, ଯେତେବେଳେ ଦେଖୁଛି ଆଉ ଜଣେ ରୋଗୀ ସେ ଔଷଧ ଖାଇବା ପାଇଁ ପଇସାଟିଏ ପାଉନି, ମୁଁ ଔଷଧ କିଣିକି ନେଇ ତାକୁ ଦେଇ ଦେଉଛି। ବାବୁ ତମର ଡାକ୍ତର କ'ଣ ଲେଖିଛନ୍ତି? ନା ଏଇଆ। ଯଦି ସେ ଡାକ୍ତରଙ୍କ ପାଖକୁ ଯାଇନାହାନ୍ତି ତାହେଲେ ଆମେ ଡାକ୍ତରଙ୍କ ପାଖକୁ ନେଇ ତାକୁ ଔଷଧପତ୍ର କିଣି ତାକୁ ଦେଇ ଦେଉଛୁ। ସେ ଶାନ୍ତିରେ ହସୁଛି, ଆନନ୍ଦ ହେଉଛି, ଆମକୁ ଯେଉଁଠି ଦେଖିଲେ କୁଣ୍ଡେଇ ପକାଉଛି। ତେଣୁ ଆତ୍ମା ଯେବେ ସ୍ମରେ ପରମ ଆନନ୍ଦେ ବିହରେ। ତମେ ମଣିଷ ହେଲ ବୋଲି କୁକୁରକୁ ବାଡ଼େଇବ, ଏମିତିକେ ଛୋଟିଆକେ ବାଡ଼େଇଲା ତାକୁ ଗୋଇଠା ମାରିବ, ତା ଭିତରେ ଆତ୍ମା ଅଛି କି ନାହିଁ? ଆଉ ଗୋଇଠା ମାରି ସାରି କହିବ ବିଷ୍ଣୁ, ଇଏ କି କଥା? ମୁଁ ଆଉ ଥରେ ଏ କଥା କହିଛି। ନବଦ୍ୱୀପର ଗୋଟେ ନଦିଆ ଲଜ୍ ଗଙ୍ଗା କୂଳରେ, ତଳେ ଜଳଖିଆ ଦୋକାନ, ପିଆଜ ରସୁଣ ବିହୀନ ଦୋକାନଟି। ଆମେ ଯାଇ ସେଠି ଟିକେ ଜଳଖିଆ ଖାଇଲୁ। ଆମେ ଜଳଖିଆ କ'ଣ ଖାଇଲୁ? ପୁରୀ ତରକାରୀ ଟିକେ ଖାଇଲୁ। ତାର ବେଙ୍ଗଲୀ ପୁରୀ ଟିକେ ଅଲଗା ପ୍ରକାର ଭଲ ଲାଗେ, ବେଙ୍ଗଲୀ କଚୁଡ଼ି। ଆମେ ଖାଇବଇଛୁ, ଗୋଟେ କୁକୁର ଆସିଲା।
ସେ ଦୋକାନୀ ସାମ୍ନାରେ ଠିଆ ହେଇକି କେଁ କେଁ ହେଇକି ବୋବେଇଲା। ଏତେ ନିଷ୍ଠୁର ମଣିଷ ସେ ତେଲ ଯେଉଁ ଫୁଟିଥିଲା କଡ଼େଇରେ ସେ ତେଲରୁ ତା ଉପରକୁ ପକେଇଦେଲା। ଆପଣମାନଙ୍କୁ ଆଜି ମୁଁ କହୁଛି ସେ ଯେଉଁ କଷ୍ଟ, ତାର ଯେଉଁ ଚିତ୍କାର, ମୁଁ ସେ ପୁରୀ ତରକାରୀ ତାକୁ ସବ୍ ଥୋଇ ଦେଇ ସେ ଲୋକର ମୁହଁକୁ ଅନେଇ ପାରିଲି ନାହିଁ। ମୁଁ ସାଙ୍ଗେ ସାଙ୍ଗେ କହିଲି ପଇସା ଦେଇଦେବେ ଆମେ ପଳେଇବା। ଆଜ୍ଞା ଆପଣ ଖାଇଲେ ନା? আমার খাদ্য বহুত হয়ে গেল, আমি আর ভোজন করবে না, কখন তোমার দোকানকে আমি আসব না। তেণু এইসব হচ্ছে আমମାନଙ୍କର ভুল। କୁକୁର ଭଳି ବିଶ୍ୱାସୀ ଲୋକ, ବିଶ୍ୱାସୀ ଜୀବଟିଏ ମିଳିବନି। ତାକୁ ଶ୍ରଦ୍ଧା କରନ୍ତୁ। ହଁ, ଯେମିତି ପୁଅ ଝିଅକୁ ଶାସନ କରନ୍ତି ସେମିତି କ'ଣ ଶାସନ ହେବନି? ଆଶ୍ରମରେ ଗୋଟେ କୁକୁର ଥିଲା, ସେ ଥରେ ହାଡ଼ ଖଣ୍ଡେ ଆଣିକିରି ଘରକୁ ଆଶ୍ରମ ଭିତରେ ପଶିଲା, ବଳିଆ ତାକୁ ବାଡ଼େଇଲା। ସେ ଯେତେବେଳେ ଦେଖିଲା ମାଡ଼ ଆଉ ସରୁନେଇ, ସେ ଚାରି ଗୋଡ଼କୁ ଯୋଡ଼ି ଦେଇ ନମସ୍କାର ମୁଦ୍ରାରେ ଶୋଇ ରହିଲା। ମୋ ହାତ ଆଉ ଗଲାନି ମାରିବା ପାଇଁ, ମନ ଖରାପ ହେଲା, ବାଡ଼ି ଭାଙ୍ଗିଦେଲି, କେବଳ ଆଉଁସିକିରି କହିଲି ତୁ କାଉ ଦିନେ ଏ ହାଡ଼ ଫାଡ଼ ଆଣି ମଠରେ ପହଞ୍ଚେଇବୁ ନାହିଁ, ମଠକୁ ଆଣିବୁ ନାହିଁ, ତୁ ଆଉ ମାଡ଼ ଖାଇବୁନି। ସେଇ ଦିନଠାରୁ ସେ ହାଡ଼ ଆଣିନି ନା ମାଡ଼ ଖାଇନି। ତେଣୁ କଥାର ତତ୍ତ୍ୱକୁ ବୁଝିବା ଦରକାର। ଖାଲି ବାହାରେ ବାହାରେ ବୁଝିଲେ କ'ଣ କଥା ହେଇଯିବ? ଏଇ ଯେଉଁ କଥା କେବଳ କେବଳ ଯଜ୍ଞେ ପଶୁ ବଦ୍ଧ ଅନ୍ୟତ୍ର ବଦ୍ଧଟି ପ୍ରମାଦ। କେବଳ ଯଜ୍ଞ କହିଲେ କ'ଣ? କ'ଣ ଖାଲି ଘୃତ ଯଜ୍ଞକୁ ଯଜ୍ଞ କୁହାଯିବ? ନାମ ଯଜ୍ଞ, ଜପ ଯଜ୍ଞ, ଅନ୍ନ ଯଜ୍ଞ, ସବୁଗୁଡ଼ାକ ଯଜ୍ଞ, ଘୃତ ଯଜ୍ଞ। ଏତେ ପ୍ରକାର ଯଜ୍ଞ ଅଛି। ଦୁଷ୍ଟ ମଣିଷକୁ ସେବା କରିବା ମଧ୍ୟ ଗୋଟେ ଯଜ୍ଞ। କେବଳ ଯଜ୍ଞେ ପଶୁପତ। ଏହି କାମ ଗୁଡ଼ିକ ଯେଉଁମାନେ କରନ୍ତି, ନିଜ ଭିତରେ ଥିବା ପଶୁତ୍ୱ ବା ଏଠି ପଶୁ ଶବ୍ଦର ଦୁଇଟା ଅର୍ଥ, ଗୋଟେ ଜଗତ ଆଉ ଗୋଟେ ହେଉଛି ଅଜ୍ଞାନ। ସବୁ ପଶୁ ଅଜ୍ଞାନୀ ନୁହନ୍ତି। ଏ ଦୁଇଟା ଅର୍ଥରେ ବ୍ୟବହାର ହେଇଛି। ପଶୁ କହିଲେ ଜଗତ, ସେଥିପାଇଁ ଶିବଙ୍କର ଗୋଟିଏ ନାଁ ହେଉଛି ପଶୁପତି ଅର୍ଥାତ୍ ଜଗତପତି। ଆଉ ଅନ୍ୟତ୍ର ହେଉଛି ପଶୁମାନେ ଅଜ୍ଞାନ। କେବଳ ଯଜ୍ଞେ ପଶୁବଦ୍ଧ, ଜପ ଯଜ୍ଞରେ, ନାମ ଯଜ୍ଞରେ, ଶାସ୍ତ୍ର ପାଠରେ, ଅନ୍ନ ଦାନରେ, ରୋଗୀ ସେବାରେ, ପିତୃମାତୃ ଗୁରୁଜନ ଲଘୁଜନ ମାନଙ୍କୁ ସଦାଭକ୍ତି କରି ତୁମ ଭିତରେ ଥିବା ଯେଉଁ ଅଜ୍ଞାନ ପଶୁତ୍ୱକୁ ବଦ୍ଧ କର, ଅଜ୍ଞାନକୁ ବଦ୍ଧ କର। ଆଉ ତୁମେ ଯଦି ଠିକ ଜାଗାରେ ନ ପହଞ୍ଚିବ, ଅନ୍ୟତ୍ର ବଦ୍ଧଟି ପ୍ରମାଦ। ଆଉ କ'ଣ? ତମେ ଯିଏ ତମକୁ ମାର୍ଗ ଦେବେ, ଗୁରୁ ଆଶ୍ରମକୁ ଯିବନି, ସାଧୁସଙ୍ଗ କରିବନି, ଯେଉଁଠି ଯିଏ ମଦ ପିଉଥିବେ ବସିକରି, ସେଇଠି ବସି ଯଦି ଏଇ କଥାଟା ପଚାରିବ, ଏ ଭାଇମାନେ ଭାଗବତ ଲେଖା ହେଇଛି କ'ଣ ବୁଝେଇଲ? ସେ କହିବେ ଆରେ ଇଏ କଥା, ଆର ଅର୍ଥ ହେଉଛି ମଦ୍ୟ ସାଙ୍ଗରେ ତେବେ ଚିକେନ୍ ଗୋଟେ କୁକୁଡ଼ା କାଟିକି ଆଣ, ଏଠି ଫିଷ୍ଟ କରିବା, ଆଉ ଟିକେ ଟିକେ ପିଇକି ଏଠି ଗଡ଼ିବା। ସେ କ'ଣ ତୁମକୁ ବୁଝେଇବେ? ଯଦି ଗୋଟେ କଂସେଇ ଖାନାକୁ ଯିବ, ତାକୁ ଏଇ କଥାଟି ପଚାରିବ, ସେ କହିବ ଇଏ ହେଉଛି ଯେତେ ଆପଣ ମାଂସ ଖାଇବେ ସେତେ ଭଲ। ତେବେ ସଜ୍ଜନ, ଇଏ ହେଉଛି ଗୋଟିଏ ଅର୍ଥ, ଆର ଆହୁରି ଦୁଇ ତିନି ପ୍ରକାର ଅର୍ଥ ଅଛି। ଆମ ପାଖରେ ସମୟ ନାହିଁ, ତେଣୁ ଏସବୁ କଥାକୁ ଆଲୋଚନା କରିବା ପାଇଁ ସମୟ ଆପକ୍ଷ। ତେଣୁ ବର୍ତ୍ତମାନ ବୈକୁଣ୍ଠଙ୍କର କଥାଟି
ଟିକେ କହିଦେବା ଆଜି ହାରମୋନିୟମ ଫାର୍ମୋନିୟମ କିଛି ବାଜୁନି ଆମେ ପଳେଇବୁ ବୋଲି। ବୈକୁଣ୍ଠ କ'ଣ କହିଲେ? ଏଇ ଯେଉଁ କଥାଟି ମୁଁ କହିଲି କେବେ ବି କୌଣସି ସମୟରେ ମୋ କାମନା ପୂର୍ଣ୍ଣ ହେଲେ ମୁଁ ଗୋଟେ ବୋଦା ବଳି ଦେବି, ମୁଁ ଗୋଟେ ଅମୁକ ବଳି ଦେବି, କୁକୁଡ଼ା ବଳି ଦେବି। ଯେଉଁମାନେ କହିବେ ମୁଁ ତୁମର କାର୍ଯ୍ୟ ସିଦ୍ଧି କରିଦେବି, ଏତିକିଟା କୁକୁଡ଼ା ବଳି ଦେବି, ସେ ଲୋକଟିକୁ ଚୁପ୍ କରି ହାତ ଧରିକିରି ଘର ବାହାରକୁ ନେଇ କହିବେ ଆଜ୍ଞା ନମସ୍କାର, ଆପଣ ଯାଆନ୍ତୁ। ତମେ କ'ଣ କୁକୁଡ଼ା ବଳି, ଆମେ ତମକୁ, ତୁମେ ନ ଯିବ ତମକୁ ଆମେ ବଳି ଦେବୁ। ନିରୀହ ପଶୁମାନଙ୍କୁ ବଦ୍ଧ କରି ଥରେ ଭାବ ସେ କେତେ କଷ୍ଟ ପାଉଛନ୍ତି, କି ଚିତ୍କାର କରୁଛନ୍ତି। ତମେ ଏଇସବୁ ଭୁଲ କରୁଛ। ତେବେ ଇଏ କଥାଟା ଆଉ ଥରେ ମୁଁ କାଲି ଯଦି ସୁବିଧା ହେବ କହିବି। କାହିଁକି ଇଏ କ'ଣ ଏଇଟା ପଞ୍ଚମଙ୍କାର ବୋଲି ଗୋଟେ ତତ୍ଵର କଥା, ଇଏ ତାକୁ ମୁଁ ଆସନ୍ତା କାଲି କହିବି। ବୈକୁଣ୍ଠ କହିଲେ ଜାୟା ସୁତ ମାୟା ଫାନ୍ଦେ ଦେଇଛୁ ପକାଇ, ଛିଣ୍ଡାଇଣ ସେ ବନ୍ଧନ ନ ପାରନ୍ତି କେହି। ଏ କି ତୋ ମନ୍ଦରିତି ବନ୍ଧନେ ପକାଇ, କିମ୍ପା ଦେଉ ଶାସ୍ତି। ବୈକୁଣ୍ଠ ହେଉଛନ୍ତି ଭଗବାନଙ୍କର ଜଣେ ଭକ୍ତ, ଜଣେ ସାଧକ ଆତ୍ମା, ଜଣେ ସଦ୍ଗୁରୁ ଏବଂ ଜଣେ ଭକ୍ତି ସାହିତ୍ୟର ରଚୟିତା, ଜଣେ ସାଧକ ଆତ୍ମା ବା ଜଣେ ବୈରାଗ୍ୟ ଆତ୍ମା। ତେଣୁ ସେ ଯାହା ଲେଖିଛନ୍ତି ଆମ ପାଇଁ। ତୁମେ ଆମକୁ ମାୟାରେ ପକେଇଛ, ମାୟାକୁ ମାୟାରେ ପକେଇକିରି ଘାଣ୍ଟୁଛ, ପୁଣି ଆମକୁ ଶାସ୍ତି ଦେଉଛ। ତୁମେ ଆମକୁ ଦୋଷ କରଉଛ, ପୁଣି ଦଣ୍ଡ ଦେଉଛ। ମାନେ କଥାର ଧାରାଟା ଏଇଆ ହେଇପାରେ, କିନ୍ତୁ ପ୍ରକୃତରେ ଭକ୍ତ ଭଗବାନଙ୍କୁ ଏତେ ନିଜର ଭାବେ ସେ ଏମିତିକିଆ ଭାଷାରେ ହିଁ ଭଗବାନଙ୍କୁ କହିପାରେ। ତୁମେ ତ ମୋର, ମୁଁ ତ ତୁମର, ତୁମେ ମୋତେ ଅଡ଼ୁଆ ଜାଲରେ ପକଉଛ କାହିଁକି, ଶାସ୍ତି ଦେଉଛ କାହିଁକି। ଏ କଥା ଏତିକି, ଏଇ ଦ୍ୱିପଦ କଥାରେ ସବୁ କଥା ମୀମାଂସା ହେଇଯାଏ। ଆଉ ମନେ ରଖନ୍ତୁ, ବୈକୁଣ୍ଠ ଶବ୍ଦର ଅର୍ଥ ହେଉଛି ବିଷ୍ଣୁ। ବୈକୁଣ୍ଠ ଶବ୍ଦର ଅର୍ଥ ହେଉଛି ଧାମ, ବୈକୁଣ୍ଠ ଧାମ। ବୈକୁଣ୍ଠ ଶବ୍ଦର ଅର୍ଥ ହେଉଛି ହୃଦୟ, ହୃଦୟ ହେଉଛି ବୈକୁଣ୍ଠ ଧାମ। ଏବଂ ବୈକୁଣ୍ଠ ଶବ୍ଦର ଅର୍ଥ ହେଉଛି ପରିବାରକୁ ବୈକୁଣ୍ଠ କର। ତେଣୁ ଆମେ ସେ କଥା ନ ଭାବିକିରି କେଉଁଠି ବୈକୁଣ୍ଠ ଗୀତରେ ଦେଖୁନୁ କ'ଣ ଲେଖିଦେଲେ, ଆଉ ସେ ତ ଲେଖିଛନ୍ତି ଆମେ ବି ସେମିତି ଲେଖିବୁ ଶୋଧିବୁ, ନା ସେ ସବୁ ନୁହେଁ। ଏଥିରେ ତାଙ୍କର କିଛି ଭଗବାନଙ୍କ ଉପରେ ଅଭିମାନ ନାହିଁ। ସେ ଯେଉଁ ଅଭିମାନଟା ଅଛି ସେ ଭଲ ପାଇବାର ଅଭିମାନ। ମଧୁସୂଦନ କହିଲେ କହେ ମଧୁ ଦାସ ଶୁଣ, ମୁଁ ମୋର ମୁଁ ସମ, ନାହିଁ ଦୋଷ ଅଘ କର୍ମ, ମୁଁ ସ୍ୱଚ୍ଛ ମନ। କହେ ମଧୁ ଦାସ ଶୁଣ, ମୁଁ ମୋର ମୁଁ ସମ। ମାନେ ମୁଁ ଯେଉଁ ମୁଁ କହୁଛି ସେ ମୁଁଟା ହେଉଛି ସେ ଆତ୍ମା ରୂପକ ମୁଁ। ମୋ ଦେହର ଅହଙ୍କାରରେ ମୁଁ କହୁନି। ମୁଁ ଦୋଷ କରିନାହିଁ କି ପାପ କରିନାହିଁ। ତେଣୁ ମୋର ମନ ହେଉଛି ସ୍ୱଚ୍ଛ। କହିଦେଲେ ପୁରା ସ୍ପଷ୍ଟ ଖୋଲିକିରି, ଆଉ ମୁଁ ଆତ୍ମା, ଆଉ ଏଇ ହେଉଛି କଥା। ଆଉ ଠାକୁର ଅଭିରାମ କହିଲେ ସ୍ନେହ ରଖିଥିବ କୋଇଲି, ନୁହେଁ କାହାରି ଗୁରୁ, ତୁମ୍ଭର ମୋହର ଗୁରୁ ଯେ ସେ ବାଞ୍ଛା କଳ୍ପତରୁ। ସ୍ନେହ ରଖିଥିବ କୋଇଲି, ନୁହେଁ କାହାରି ଗୁରୁ, ତୁମ୍ଭର ମୋହର ଗୁରୁ ଯେ
ସେ ବାଞ୍ଛା କଳ୍ପତରୁ। ସମସ୍ତଙ୍କର ଗୁରୁ ହେଉଛନ୍ତି ବାଞ୍ଛା କଳ୍ପତରୁ। ବାୟା ସବୁବେଳେ ଏହି ଶବ୍ଦକୁ ବ୍ୟବହାର କରନ୍ତି। ତାଙ୍କ ନିମନ୍ତ୍ରଣ ପତ୍ରରେ ଲେଖନ୍ତି ଶ୍ରୀ କଳ୍ପତରୁ ଶରଣମ୍। ବାଞ୍ଛା କଳ୍ପତରୁ ନାମକୁ ଯିଏ ପ୍ରତ୍ୟେକ ଦିନ ସ୍ମରଣ କରେ ସେ ନିଶ୍ଚିତ ଭାବରେ ତାର ବାଞ୍ଛା ପୂର୍ଣ୍ଣ ହଉ ବା ନ ହଉ ସେ ବହୁ ପରିମାଣରେ ଶାନ୍ତି ଲାଭ କରେ। ତେଣୁ ଆପଣମାନେ ସବୁବେଳେ କଳ୍ପତରୁ କହିଲେ ଯିଏ ସଂସାରକୁ ସୃଷ୍ଟି କରିଛନ୍ତି ସିଏ ହେଉଛନ୍ତି କଳ୍ପତରୁ। ବର୍ତ୍ତମାନ ଆମର କେଉଁଠି କେମିତି ଟିକେ କରୋନା ମାନେ ରୋଗ ବାହାରୁଛି, ଆପଣମାନେ ଇତସ୍ତତ ହେବେ ନାହିଁ। କ୍ଷୀରରେ ଟିକେ ହଳଦୀ ଗୁଣ୍ଡ ଦେଇକିରି ତାକୁ ରାତିରେ ଶୋଇଲା ବେଳେ ହେଇ ପିଇବେ। ଯଦି କାହାକୁ ଜ୍ୱର ହେଲା ସାଙ୍ଗେ ସାଙ୍ଗେ ଟେଷ୍ଟ କରନ୍ତୁ ଏବଂ ଗରମ ପାଣି ଟିକେ ଉଷୁମ ପାଣି ପିଇବେ। ସେ ସତର୍କରେ ରୁହନ୍ତୁ, ସରକାରଙ୍କ ଗାଇଡ଼ଲାଇନ୍ ମାନନ୍ତୁ। ତେଣୁ ଆମେ ତ ଟୀକା ଇଞ୍ଜେକ୍ସନ୍ ସବୁ ନେବା ପରେ ବି ଗୋଟେ ଚତୁର୍ଥ ଲହର ଆସିଛି, ଏତେ ଭୟଭୀତ ହେଇ ହେବା ଉଚିତ ନୁହଁ। ଏତିକି କେବଳ କହୁଛି ଏବଂ ଶେଷରେ ସେଇ ଭଗବାନଙ୍କ ପାଦରେ ନିଜକୁ ସମର୍ପିତ କରୁଛି। ଆପଣମାନଙ୍କର ସୁଖ ଦୁଃଖ ଭଲ ମନ୍ଦକୁ ସମର୍ପଣ କରୁଛି। ମୁଁ ସୁସ୍ଥ ଅଛି ଆଉ ସୁସ୍ଥ ବର୍ତ୍ତମାନ ମଧ୍ୟ ରହିବି। କେଉଁ ପର୍ଯ୍ୟନ୍ତ? ଯେଉଁ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ସେବା କରିବାର ସୁଯୋଗ ଭଗବାନ ମୋତେ ଦେବେ, ମୁଁ ସେ ପର୍ଯ୍ୟନ୍ତ ସୁସ୍ଥ ଅଛି। ଯେଉଁଦିନ ଭଗବାନ ଚାହିଁବେ ନା ତୁ ଆଉ ମୋ ସମାଜ ପାଇଁ କିଛି କରିପାରିବୁନି, ସେଇଦିନ ଅସୁସ୍ଥ ହେଲି ଆଉ। ତେଣୁ ଆପଣମାନଙ୍କର ସ୍ନେହ ମମତା ଏମିତି ଥାଉ। ଆପଣଙ୍କର ଯେଉଁ ସ୍ନେହ ମମତା ଆପଣମାନଙ୍କର, ମୋର ସେତେ ନାହିଁ। ମୁଁ କେବଳ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ କିଛି ନାହିଁ। ଗୋଟେ ଗୀତ ଭଳିଆ ଲେଖିଛି, ଏହା ଯଦି ତବ ଇଚ୍ଛା ଭଗବାନ, ଯାହା ଇଚ୍ଛା ତାହା ହେଉ। ହସନ୍ତୁ ପଛକେ ଏ ଜଗତ ଜନ, ତୁମ୍ଭ ତାଣପଣ ରହୁ। ଏହା ଯଦି ତବ ଇଚ୍ଛା ଭଗବାନ, ଯାହା ଇଚ୍ଛା ତେବେ ହେଉ। ହସନ୍ତୁ ପଛକେ ଏ ଜଗତ ଜନ, ତୁମ୍ଭ ତାଣପଣ ରହୁ।